ଯାହାର ନେଇଛନ୍ତି ଅବଶ୍ୟ ସୁଝେଇବାକୁ ପଡିବ। ଜଣେ କୃଷକ ଆଉ ଗୋଟିଏ ବଳଦର କାହାଣୀ। ଅନେକ ଦିନ ତଳର କଥା। ଜଣେ କୃଷକଙ୍କର ଗୋଟିଏ ବଳଦ ଥିଲା, ହଠାତ୍ ମରିଗଲା। ତ ସେ ଜଣେ ସାହୁକାରଙ୍କ ଠାରୁ ସୁଧରେ କିଛି ପଇସା ଆଣିକି ଆଉ ଏକ ହୃଷ୍ଟପୁଷ୍ଟ ଭଲ ବଳଦଟିଏ ଦେଖିକି କିଣିଲେ। କିନ୍ତୁ ଦୁର୍ଭାଗ୍ୟ, ବଳଦଟି ଅଳସୁଆ ବାହାରିଲା। ଅଳ୍ପ ଟିକେ କାମ କରିଥିବ, ଥକି ପଡୁଥିଲା, ଚୁପଚାପ ଶୋଇଯାଉଥିଲା। କୃଷକ ତାକୁ ପିଟୁଥିଲେ, ଉଠେଇବାକୁ ଚେଷ୍ଟା କରୁଥିଲେ, ଯେତେ ଯାହା କଲେ ବି ଉଠୁ ନଥିଲା, ସବୁବେଳେ ଶୋଇ ରହୁଥିଲା। କୃଷକ ଏନେଇକି ବହୁତ ଚିନ୍ତାରେ ଥିଲେ। ଗୋଟେ ଦିନ ବିଲରେ ତଳି ପଡିବାର ଥିଲା, ହଳ ନେଇକି ଯାଇଛନ୍ତି ବିଲକୁ। ବଳଦ ଟିକେ ହଳ କରିକି ଶୋଇପଡିଛି। କୃଷକ ତାକୁ ଉଠେଇବାକୁ ଯେତେ ବି ପ୍ରୟାସ କରୁଛନ୍ତି, ଜମା ଉଠୁନଥାଏ। କିନ୍ତୁ ଇଏ ହଉଛି ତାଙ୍କ ଜୀବିକା। ଏ ଯଦି ହଳ ନ କରିବ ତ ଫସଲ କେମିତି ହବ? ଫସଲ ନ ହେବ ତ ତାଙ୍କ ପରିବାର କେମିତି ଚଳିବ? ଆଜ୍ଞା, ସତରେ ଯେବେ 40 ଡିଗ୍ରୀ ତାପମାତ୍ରା ବି ହେଇଥିବ, ସହରୀ ଲୋକ ସବୁ ଏସି ବା କୁଲର ଚଲେଇକି ଘରେ ବସିଥିବେ, କିନ୍ତୁ ଜଣେ କୃଷକ ଏତେ ତାତିରେ ବି ଦେଖିବେ ବିଲରେ କାମ କରୁଛନ୍ତି। କାହିଁକିନା ତାଙ୍କ ପରିବାରର ବୋଝ କୃଷି ଉପରେ ନିର୍ଭର କରେ। ସେ ଯଦି ଏମିତି ନ କରିବେ, ତାଙ୍କ ପରିବାର ଚଳିବ କେମିତି? ଏବେ ଯଦିଓ ହଳ ଲଙ୍ଗଳ ନାହିଁ, ଟ୍ରାକ୍ଟର ବାହାରିଛି, ପାୱାର ଟିଲର ହେଇଛି, କିନ୍ତୁ ପୂର୍ବରୁ କୌଣସି ବଳଦ ଛଡା ଲଙ୍ଗଳ ହେଇପାରୁନଥିଲା। ତ ଏଇ କୃଷକଙ୍କର ବଳଦଟି ଯେତେବେଳେ ଶୋଇ ପଡିଛି, କୃଷକ ତାକୁ ଉଠେଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିକି ବି ଅସଫଳ ରହୁଛନ୍ତି। ସେ ରାଗିକି ତାକୁ ପିଟିବାକୁ ଲାଗିଛନ୍ତି। ଏଇଠି ସଂଯୋଗବଶତଃ ଜଣେ ସାଧୁ ମହାରାଜ ଏକ ହାତୀ ପିଠିରେ ବସିକି ସେତିକି ବେଳେ ସେଇ ବାଟ ଦେଇ ଯାଉଛନ୍ତି। ସାଧୁଙ୍କ ନଜର ପଡିଛି, କ୍ଷେତରେ କୃଷକ ବଳଦକୁ ନିର୍ଦ୍ଦୟ ଭାବରେ ପିଟୁଛନ୍ତି। ବଳଦ କିନ୍ତୁ ସେଠି ଚୁପଚାପ ଶୋଇ ରହିଛି, ଉଠିବାର ଜମା ନା ନଉନି। ମହାତ୍ମା ଜଣକ ସେ ହାତୀ ପିଠିରୁ ଓହ୍ଲେଇ ଆସିଛନ୍ତି, କୃଷକକୁ ମନା କରିଛନ୍ତି, ପିଟନି ଆଉ ତାକୁ, ରହ ମୁଁ ଯାଉଛି। କୃଷକ ଏବେ ଟିକେ ଡରି ଯାଇକି ବଳଦ କାନ୍ଧରୁ ହଳଟିକୁ ଖୋଲି ଦେଇଛନ୍ତି। ସେପଟୁ ମହାତ୍ମା ଜଣକ ହାତୀ ପିଠିରୁ ଓହ୍ଲେଇ ଆସିଛନ୍ତି। ଜଡ ହସ୍ତରେ ସେ ବଳଦଟିକୁ ପ୍ରଥମେ ପ୍ରଣାମ କରିଛନ୍ତି। ବଳଦ କାନରେ କିଛି ଫୁସଫୁସ କରିକି ଏମିତି କହିଦେଇଛନ୍ତି। ବଳଦ ସଙ୍ଗେ ସଙ୍ଗେ ଉଠିକି ଛିଡା ହୋଇଯାଇଛି, ଚାଲିବାକୁ ଆରମ୍ଭ କରିଛି। କୃଷକ ଏହା ଦେଖି ଖୁସିରେ ଅଧୀର। ମହାତ୍ମାଙ୍କ ଗୋଡ ତଳେ ପଡି ଯାଇଛନ୍ତି। ହେ ମହାରାଜ, ଆପଣ କୋଉ ମନ୍ତ୍ର କହିଲେ କାନରେ? ମତେ ବି ସେ ମନ୍ତ୍ରଟି ଶିଖେଇ ଦିଅନ୍ତୁ ନା, ମୋ ସମସ୍ୟା ଦୂର ହୋଇଯାଆନ୍ତା। ମହାତ୍ମା କିନ୍ତୁ ବହୁତ ଦୁଃଖୀ ମନରେ କହୁଛନ୍ତି, ବତ୍ସ, ତା କାନରେ କିଛି ମନ୍ତ୍ର କହିନି, କେବଳ ତାକୁ ତା ପୂର୍ବ ଜନ୍ମ କଥା ମନେ ପକେଇ ଦେଇଛି। ଏ ଅତୀତ ଜୀବନର କଥା କହୁଛି, ଶୁଣ ମନ ଦେଇକି। ତମେ ପୂର୍ବ ଜନ୍ମରେ ମଧ୍ୟ ଜଣେ କୃଷକ ଥିଲ। ଇଏ ଯୋଉ ବଳଦ, ଏ ମୋ ଗାଁରେ ଥିବା ଏକ ମଠରେ ମହନ୍ତ ଥିଲା। ଏ ଜଣେ ବହୁତ ସମ୍ମାନୀୟ ବ୍ୟକ୍ତି ଥିଲା, ସମସ୍ତେ କଥା ମାନୁଥିଲେ। କିନ୍ତୁ ତୁମ ପାଖରେ ବହୁତ କମ ଜମି ରହିଥିଲା, ତୁମର ଜଣେ ଝିଅ ସନ୍ତାନ ଥିଲେ। ଘରର ଖର୍ଚ୍ଚ ବାର୍ଚ୍ଚ କରିକି ଯାହା କିଛି ଧନ ଅଳ୍ପ ସ୍ୱଳ୍ପ ବଞ୍ଚୁଥିଲା, ସେତକ ସେ ମହନ୍ତଙ୍କ ପାଖରେ ନେଇ ତୁମେ ଜମା ରଖୁଥିଲ। ଚିନ୍ତା ରଖିଥିଲ କି ଝିଅର ଯେବେ ବାହାଘର ହବ, ସଞ୍ଚିତ ଅର୍ଥ ସମସ୍ତ କାମରେ ଆସିଯିବ। ଧୀରେ ଧୀରେ କି ଝିଅ ବଡ ହେବାକୁ ଲାଗିଲା, ଅର୍ଥ ବି ସେତେବେଳକୁ ବହୁତ ଜମା ହେଇସାରିଥିଲା। ଗୋଟିଏ ଦିନ ତୁମେ ଝିଅର ବିବାହ ଠିକ କରିଦେଲ, ଆଉ ସଞ୍ଚିତ ଅର୍ଥକୁ ଫେରେଇବା ଆଶାରେ ମଠର ସେ ମହନ୍ତଙ୍କ ପାଖରେ ଯେତେବେଳେ ପହଞ୍ଚିଥିଲ, ମହନ୍ତକୁ ଜଣେଇଲ କି ଝିଅର ବାହାଘର ଠିକ ହେଇଛି, ମୋ ଅର୍ଥ ମତେ ଫେରେଇ ଦିଅନ୍ତୁ। ଅର୍ଥ ବି ସେତେବେଳକୁ ବହୁତ ଅଧିକ ହୋଇଯାଇଥିଲା। ଏତେ ଅର୍ଥ ଦେଖିକି ତା ମନରେ ଲୋଭ ଆସିଲା। ସେ ସଫା ସଫା ମନା କରିଦେଲା ଯେ ମୁଁ କିଛି ନେଇନି କି ଫେରେଇ ପାରିବିନି। ବିଚରା କୃଷକ କଣ ବା କରିପାରିବ? ବଡ ଲୋକ, ମଠର ମହନ୍ତ, ଦୁଃଖୀ ମନରେ ସେଇଠୁ ଘରକୁ ଫେରି ଆସିଥିଲା। ଗାଁରେ ବିଚାର ବସିଲା। ଗ୍ରାମବାସୀ ମଧ୍ୟ ମହନ୍ତଙ୍କ କଥାରେ ସମ୍ମତ ଦେଲେ, କାହିଁକି ଏ ଗରିବ କୃଷକ ବା ଏତେ ଟଙ୍କା ଆଣିବ କୋଉଠୁ? ତଥାପି ମହନ୍ତ ମଧ୍ୟ ବହୁତ ସଚ୍ଚୋଟ, ବହୁତ ଇମାନଦାର ବୋଲି ସମସ୍ତେ ଜାଣିଥିଲେ। ବେଇମାନି ଭଲା ସେ କରିବ କେମିତି? ତ କୃଷକ ଏଇ କଥାରେ ହାରି ଯାଇଥିଲେ। ଯେମିତି ସେମିତି କରି ଝିଅର ବିବାହ କରାଇ ଦେଇଥିଲେ। କିନ୍ତୁ ସେଇ ବେଇମାନିର ପାପ ମହନ୍ତକୁ ଆଜି ବଳଦ ବନେଇକି ପଠେଇଛି। ତୁମେ ପୁଣି ସେଇ କୃଷକ ବନିକି ଆସିଛ। ଯାଇକି ସମୟ କେବେ ଅଟକି ନଥାଏ,
ସିଏ ନିଜ ଗତିରେ ସବୁବେଳେ ଗତି କରୁଥାଏ ଏବଂ ସେଇ ଚକ୍ର ବ୍ୟୁହରେ ଆମେ ସମସ୍ତେ ଫସି ଚାଲିଛୁ। ସିଏ ଯେତେବେଳେ ମହନ୍ତ ଥିଲେ, ବହୁତ ଆରାମ କରୁଥିଲେ, ପରିଶ୍ରମ ବି କରିବାକୁ ପଡୁନଥିଲା, ଓଲଟା ଆହୁରି ପାପ କରି ଚାଲିଥିଲେ, ଯାହାର ଫଳସ୍ୱରୂପ ଆଜି ଏ ବଳଦ ରୂପ ପାଇକି ମୋ ଋଣ ଚୁକେଇବାକୁ ଆସିଛି। ଗତ ଜନ୍ମରେ ଇଏ ବିନା ପରିଶ୍ରମ କରିକି ଖାଉଥିଲା ନା, ତେଣୁ ଏବେ ବଳଦ ବନିକି ବି ଆଉ ପରିଶ୍ରମ କରିବାକୁ ଚାହୁଁନି। ଏଥିପାଇଁ କି ବାରମ୍ବାର ବସି ଯାଉଛି, ତୁମଠାରୁ ମାଡ଼ ଖାଉଛି, ଗାଳି ଶୁଣୁଛି। ଯାହାର ନେଇଛନ୍ତି ତାକୁ ଦେବାକୁ ତ ପଡିବ। ରାଜି ଖୁସିରେ ଦିଅନ୍ତୁ ବା ମାଡ଼ ଗାଳି ଖାଇକି ଦିଅନ୍ତୁ, କର ଚୁକେଇବାକୁ ହିଁ ପଡିବ। ଏ ପ୍ରକୃତିର ନିୟମ। ମହାତ୍ମା କହୁଛନ୍ତି, ପୁତ୍ର, କେବଳ ତା ପଛ ଜୀବନ କଥା ମନେ ପକେଇ ଦେଇଥିଲି। କାନରେ ଏତିକି କହିଥିଲି ଯେ ଯାହା ନେଇଛ ତାକୁ ସୁଝେଇ ଦିଅ। ମାଡ଼ ଗାଳି ଖାଇକି କାହିଁ ସୁଝେଇବ, ରାଜି ଖୁସିରେ ଚୁକେଇ ଦିଅ। ଆଉ ସମୟ ପାଇଲେ ଭଗବାନଙ୍କୁ ଡାକ, ସେଇ ଉଦ୍ଧାର କରିଦେବେ। ଏଇ କଥାରେ ବଳଦ ଛିଡା ହେଇଗଲା। ଆଜ୍ଞା, ଘଟଣାଟି ଆମକୁ ଏଇଆ ଶିକ୍ଷା ଦିଏ, ଅତି ପାଇବାର ଲାଳସା କେବଳ ଅଧପତନକୁ ହିଁ ନିମନ୍ତ୍ରଣ କରିଥାଏ। ଯୋଉ ପ୍ରକାର ଆଜି ନିଜର ସୁଖ କଥା ଭାବୁଛନ୍ତି, ଅନ୍ୟକୁ ବି ସେଇ ସମାନ ଦୃଷ୍ଟିରେ ଦେଖନ୍ତୁ। କେବେ କାହା ଦୁଃଖର କାରଣ ହୁଅନ୍ତୁ। ଆଜି କାହା ଆଖିରୁ 100 ବୁନ୍ଦା ଲୁହ ଝରେଇଛନ୍ତି, କାଲି ନିଜ ପାଇଁ କି 1000 ବୁନ୍ଦା ଲୁହ ପ୍ରସ୍ତୁତ ରଖିଥାନ୍ତି। ଆଜି କାହାକୁ ଥରେ କଟୁ ବଚନ କହିଛନ୍ତି, 10 ଥର ଶୁଣିବା ପାଇଁ କି ପ୍ରସ୍ତୁତ ଥାନ୍ତୁ। ଏ ଭୂମି ହିଁ ଏମିତି, ଗୋଟିଏ ଦାନା ବୁଣିବେ ତ 100 ଦାନା ଉତ୍ପନ୍ନ କରିଦେଇଥାଏ, ଯାହା କୁହାଯାଏ କର୍ମଭୂମି। ଅନ୍ୟ କୌଣସି ବି ଜୀବକୁ ଯୋଉ ସୁଖ କିମ୍ବା ଦୁଃଖ ଦିଆଯାଇଥାଏ, ସେଇ ସମାନ ଜିନିଷ ଦିନେ ତା ସୁଧ ସହିତ ପୁଣି ନିଜ ପାଖକୁ ଫେରି ଆସିଥାଏ। ଏ ନିରାଟ ସତ୍ୟ।